ସୁଭଦ୍ରା ପାଇଁ ଖୁସି ଖବର, ଏମାନେ ବି ପାଇବେ ନାହିଁ ସୁଭଦ୍ରା ଟଙ୍କା। କିଏ କିଏ ପାଇବେ ନାହିଁ ଆସନ୍ତୁ ଜାଣିବା। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଖାତାକୁ ଆସି ସାରିଛି। 4 ଅର୍ଥ ପର୍ଯ୍ୟାୟ 18 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିଛି ଟଙ୍କା। ଆଉ କିଛି ହିତାଧିକାରୀଙ୍କ ବାକି ରହିଥିବା ବେଳେ ସେମାନଙ୍କୁ ମଧ୍ୟ ସୁଭଦ୍ରା କିସ୍ତି ମିଳିବ ନେଇ ସୂଚନା ଦେଇ ସାରିଛନ୍ତି ଉପମୁଖ୍ୟମନ୍ତ୍ରୀ। ତେବେ 2 କିସ୍ତି ଆସିବା ପୂର୍ବରୁ ପ୍ରଥମ କିସ୍ତି 5 ପର୍ଯ୍ୟାୟ ଟଙ୍କା ମିଳିବା ନେଇ ଇସାରା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବର୍ତ୍ତମାନ ସୁଦ୍ଧା 98 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ପାଇ ସାରିଥିବା ବେଳେ ଆଉ 2 ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା। ଖୁବ୍ ଶୀଘ୍ର ଭାଗ୍ୟବାନ 2 ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତି ଶେଷ ପର୍ଯ୍ୟାୟ ଟଙ୍କା ମିଳିବ। 2 ଲକ୍ଷ ମହିଳାଙ୍କୁ ମାର୍ଚ୍ଚ 8 ତାରିଖ ପୂର୍ବରୁ ହିଁ ସୁଭଦ୍ରା ଟଙ୍କା କିସ୍ତି ମିଳିବାକୁ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯଦି ବି ହିତାଧିକାରୀଙ୍କ ଟଙ୍କା ନ ଆସେ ତେବେ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ଏଥିପାଇଁ ବ୍ୟସ୍ତ ନ ହେବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ବିଭିନ୍ନ କାରଣ ପାଇଁ ଯେଉଁମାନେ ଆସନ୍ତାକାଲି ସୁଭଦ୍ରା ଟଙ୍କା ନ ପାଇ ସେମାନଙ୍କୁ ଏକାବେଳେ 2ଟି ଯାକ ମିଳିଯିବ। ଯେଉଁମାନେ ଫେବୃଆରୀ 8ରେ ଅର୍ଥାତ୍ ଆଜି ମିଳିସାରିଛି ସୁଭଦ୍ରା ନ ପାଇଛନ୍ତି ସେମାନଙ୍କ ଆବେଦନ କଲେ ମାର୍ଚ୍ଚ 2 କିସ୍ତିରେ ସୁଭଦ୍ରା ଟଙ୍କା ମିଳିଯିବ। ଏକାବେଳେ ସେମାନେ 2ଟି ସୁଭଦ୍ରା କିସ୍ତି ଅର୍ଥାତ୍ 10,000 ଟଙ୍କା ପାଇବେ, ଯାହାକି ମାର୍ଚ୍ଚ 8 ତାରିଖ ମିଳିଯିବାକୁ ଯାଉଛି। ଯିଏ ଆବେଦନ କରିନାହାନ୍ତି ସେମାନେ ଯଦି ବି ଆବେଦନ କରନ୍ତି ଏବେ ମାର୍ଚ୍ଚ 8 ତାରିଖ 2 କିସ୍ତି ଅର୍ଥାତ୍ 10,000 ଟଙ୍କା ପାଇପାରିବେ। ତେବେ କେଉଁମାନେ ଆଦୌ ପାଇବେ ନାହିଁ ଆସନ୍ତୁ ଜାଣିବା। ସୁଭଦ୍ରା ଟଙ୍କା ପାଇବେନି ଆବେଦନ କରିଥିବେ ବି କଟିଯିବ ନା? ଜାଣନ୍ତୁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ କ'ଣ ରହିଛି। ଯେଉଁ ମହିଳା ନିମ୍ନଲିଖିତ ମାନଦଣ୍ଡ ମଧ୍ୟରୁ କୌଣସି ପୂରଣ କରନ୍ତି ସେମାନେ ଏହି ଯୋଜନା ଅଧୀନରେ ଲାଭ ପାଇବାକୁ ଅଯୋଗ୍ୟ ହେବେ ବା ସେମାନଙ୍କର ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଥିବା ମହିଳା ବୟସ 21 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ସେହିଭଳି 60 ବର୍ଷରୁ ଅଧିକ କୌଣସି ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ ନାହିଁ। ସେମାନେ ଯଦି ଆବେଦନ କରିଥିବେ ତେବେ ନାଁ କଟିଯିବ। ସେହିଭଳି ଯଦି କୌଣସି ମହିଳା ମାସକୁ ମୋଟ 15,000 ଟଙ୍କା କିମ୍ବା ତାରୁ ଅଧିକ କିମ୍ବା ବାର୍ଷିକ ମୋଟ 18,000 ଟଙ୍କା ଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନାରେ ଯଥା ପେନସନ୍, ଛାତ୍ରବୃତ୍ତି ଇତ୍ୟାଦି ସହାୟତା ଗ୍ରହଣ କରୁଛନ୍ତି ସେମାନେ ସୁଭଦ୍ରା ଟଙ୍କା ପାଇବେ ନାହିଁ। ଜଣେ ମହିଳା ନିଜେ କିମ୍ବା ତାଙ୍କ ନିଜ ପରିବାର ସଦସ୍ୟ ଯଦି ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ ସେମାନେ ସୁଭଦ୍ରା ଯୋଜନାରେ ସାମିଲ କରିପାରିବେ ନାହିଁ। ସେହିଭଳି ଆୟକାର ହେଉଥିବା ଯୋଜନାରେ ସାମିଲ ହୋଇପାରିବେ ନାହିଁ। ଭାରତ ସରକାର କିମ୍ବା ରାଜ୍ୟ ସରକାର ଅଧୀନରେ ଥିବା କୌଣସି ଅଣ୍ଡରଟେକିଂ, ବୋର୍ଡ, ସ୍ଥାନୀୟ ସଂସ୍ଥା କିମ୍ବା ସଂଗଠନ ନିୟମିତ ସ୍ଥାୟୀ ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ ନିଯୁକ୍ତି କିମ୍ବା ଅବସର ପରେ ପେନସନ୍ ଗ୍ରହଣ କରୁଥିବେ। ଏହି ଯୋଜନାର ଅନ୍ୟ ସମସ୍ତ ମାନଦଣ୍ଡ ହୋଇପାରିବେ ନାହିଁ। ଯଦି ଆବେଦନକାରୀ ପରିବାରର ଜଳସେଚିତ ଜମି ପରିମାଣ 1 ଅଧିକରୁ ଅଧିକ ଅଣ-ଜଳସେଚିତ ଜମି ପରିମାଣ 10 ଏକରରୁ ଅଧିକ ହୋଇଥିବେ ସେମାନେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ସେହିଭଳି ଟ୍ରକ୍, ମିନି ଟ୍ରକ୍ ଓ ଛୋଟ ବାଣିଜ୍ୟ ଯାନ, ଅନ୍ୟ ସାମିଲ ହାଲୁକା ସାମଗ୍ରୀ ଯାନ ବ୍ୟତୀତ 4 ଚକିଆ ଗାଡ଼ି ଥିଲେ ସୁଭଦ୍ରା ଟଙ୍କା ମିଳିପାରିବ ନାହିଁ। ଭିଡ଼ିଓ ଭଲ ଲାଗିଲେ ଲାଇକ୍